ପ୍ରସ୍ତୁତ କଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। 2006ରେ ଆଉ ଯେତେବେଳକୁ ମୁଁ ବାଇବେଲ କଲେଜ ଗଲି ଆଉ ବାଇବେଲ କଲେଜରେ ପ୍ରଭୁ ମତେ ଅନେକ ବିଷୟ ଶିଖେଇଲେ। ପ୍ରଥମ ସବୁଠୁ ବଡ ବିଷୟ ନମ୍ରତା ଶିଖେଇଲେ। ଆଉ କେମିତି ଆମେ ବଶୀଭୂତ ହେବା, ନମ୍ର ହେବା, ଆଉ ଯୋଉମାନେ ନମ୍ର ହୁଅନ୍ତି ସେମାନଙ୍କୁ ପ୍ରଭୁ ଉଠାନ୍ତି। ଆଉ କଲେଜରେ ବହୁତ ମାନେ ଜାଗାରୁ ମାନେ ଝିଅ ପୁଅ ସବୁ ଆସିଥିଲେ, ସାରା ଭାରତରୁ, ଭାରତ ବାହାରୁ ଆଉ ସବୁ ପିଲାମାନେ ଆସିଥିଲେ। ଆଉ ସମସ୍ତେ ପାଠୁଆ, ବହୁତ ବଢିଆ ପାଠ ପଢୁଥିଲେ। କିନ୍ତୁ ମତେ ତ ଏତେ ପାଠ ହଉନଥିଲା ଆଉ ମୁଁ ପାଠରେ ବହୁତ ପଛୁଆ ଥିଲି। ତାପରେ ମୁଁ ଚିନ୍ତା କରୁଥିଲି ଯେ କେମିତି ମୁଁ ପଢିବି, କଣ କରିବି। କିନ୍ତୁ ଗୋଟେ ବିଷୟ ପ୍ରଭୁ ମତେ ସେଠି ଶିଖଉଥିଲେ କି ଯେତେବେଳକୁ ଆନାଉନ୍ସ ହଉଥିଲା ଘାସ ଝିକିବାକୁ ଯିବାର ଅଛି ବାଇବେଲ କଲେଜର ସେ ଫିଲ୍ଡରେ, ମୁଁ ଯାଉଥିଲି ଘାସ ଝିକୁଥିଲି। ଆନାଉନ୍ସ ହଉଥିଲା ଘର ପୋଛିବାର ଅଛି, ଉପରଓଳି ସମସ୍ତେ ଖାଇକିରି ଶୋଉଥିଲେ, ମୁଁ କିନ୍ତୁ ଯାଉଥିଲି ଆଉ ସେ ରୁମ୍ ଯାକ ପୋଛୁଥିଲି। ଅଡିଟୋରିୟମ ରୁମରେ ଚେୟାର ସଜେଇବାର ଅଛି, ଚେୟାର ପୋଛିବାର ଅଛି, ମୁଁ ଯାଇ କରୁଥିଲି। କିଚେନରେ ମଧ୍ୟ ଯେତେବେଳକୁ ଗାଡିରେ ସାମାନ ଆସେ, ଚାଉଳ ବସ୍ତା ଆସେ, ତେଲ ଡବା ଆସେ, ଡାଲି ବସ୍ତା ଆସେ, ସବୁ ପ୍ରକାର ବିଷୟ ମାନେ ଉଠେଇକିରି ନେଇ କିଚେନରେ ଛାଡିବା, ଏଇ ସବୁ ମୁଁ କାମ କରୁଥିଲି ସେଠି। ପାଠ ବି ପଢୁଥିଲି। କିନ୍ତୁ ବାକି ସମସ୍ତେ ମତେ ବୋକା ବୋଲି କହୁଥିଲେ, ତୁ ଏତେ ବାୟା କଣ ପାଇଁ। ଇଭେନ କି ପ୍ରଭୁ ମତେ ଏତେ ନମ୍ର କଲେ କି ଯେତେବେଳକୁ ମ୍ୟାଚ୍ ଯାଇ ଟଏଲେଟରେ ମାନେ ଟଏଲେଟ କ୍ଲିୟର ହୁଏନି, ପାଣି ବେଳେ ବେଳେ ଜମିଯାଏ, ଆଉ ସବୁ ଖରାପ ଜିନିଷ ଯାକ ସବୁ ବାହାରକୁ ଆସିଥାଏ, ସେମିତିଆ ଜାଗାରେ ମଧ୍ୟ ପ୍ରଭୁ ହାତ ଲଗେଇ ଲଗେଇ ସଫା କରିବା ପାଇଁ ମଧ୍ୟ ମତେ ସୁଯୋଗ ଦେଲେ, ନମ୍ର କଲେ। ଆଉ ସେଇ କାମ ମଧ୍ୟ ଆମେ ବାଇବେଲ କଲେଜରେ ଆମେ କରୁଛୁ। ଏମିତି କି ବାଇବେଲ କଲେଜରେ ଆମକୁ ପୁରା ମାନେ ଚିପୁଡି ଦେଇଛନ୍ତି। ଚିପୁଡି ବୋଲି କହିଲେ ବୁଝୁଛ କଣ କହିବା, ସ୍କୁଇଜ କରିଦେଇଛନ୍ତି। ଗୋଟେ ଟାୱେଲକୁ ପାଣି ଭିତରେ ପଶେଇକିରି ଯୋଉ ଆମେ ମୁଡୁଛୁ, ସ୍କୁଇଜ କରୁଛୁ, ସେମିତି ଆମର ଭିତରେ ଥିବା ପ୍ରତ୍ୟେକ ସେଲ୍ଫକୁ, ସେଲ୍ଫ ବୋଲି କହିଲେ ଯୋଉ ମୁଁ ଠିକ ଅଛି, ମୁଁ ଶବ୍ଦଟା ଆମ ଜୀବନରୁ ବାହାରି ଯାଇଛି। ତାପରେ ଆମ ଜୀବନ ଥିବା ଟିକେ ନିକେ ଗର୍ବ ସବୁ ବାହାରି ଯାଇଛି। ମୁଁ ବହୁତ ଚିନ୍ତାରେ ଥିଲି ଯେ ମୁଁ ପାଠ କେମିତି ପଢିବି। ବହୁତ ଜଣ ଥିଲେ, ମଣିପୁରର କେଟା ସିଷ୍ଟର ଥିଲେ, ବହୁତ ଟପର ଥିଲେ, ଓଡିଶାର କେଟା ଭାଇ ଥିଲେ, ବହୁତ ଟପର ଥିଲେ, ବହୁତ ମହାରାଷ୍ଟ୍ରର ସବୁ ଜାଗାରେ ଟପର ଥିଲେ। କିନ୍ତୁ ମୁଁ କାମ ବି କରୁଥିଲି, ପାଠ ବି ପଢୁଥିଲି, କାହିଁକିନା ମୁଁ ପ୍ରଭୁଙ୍କର ବାକ୍ୟକୁ ବେଶୀ ଭଲ ପାଇଥାଏ, ଆଉ ପାଠ ବି ପଢୁଥିଲି। କାଳକ୍ରମେ ଏମିତି ହେଲା, ଯେତେବେଳକୁ ଆମର ଗ୍ରାଜୁଏସନ ହେଲା, ମୁଁ ଜାଣିବି ନାହିଁ, ଗ୍ରାଜୁଏସନରେ ତ ସମସ୍ତଙ୍କୁ ସାର୍ଟିଫିକେଟ ଦିଆଯାଏ, କିନ୍ତୁ 10ଟା ମେରିଟ ସାର୍ଟିଫିକେଟ ଦିଆଯାଏ। ଯୋଉମାନେ ଟପର ମାନେ ଲାଇକ ଟପର ଯୋଉମାନେ ଅଛନ୍ତି ସେମାନଙ୍କୁ 10ଟା ମେରିଟ ସାର୍ଟିଫିକେଟ ଦିଆଯାଇଥାଏ। ଆଉ ଯେତେବେଳକୁ ଫାର୍ଷ୍ଟ ମେରିଟ ଡାକିଲେ, ସେକେଣ୍ଡ ଡାକିଲେ, ଥର୍ଡ ଡାକିଲେ, ମୁଁ ଭାବିଲି ଏଇଠି ମୋର ଲିଷ୍ଟ ଆଗ ନଥିବ, ଆଉ ଏଇଠି ମୋର ଚାନ୍ସ ନାହିଁ ବୋଲି ଭାବୁଥିଲି। କିନ୍ତୁ ଏତେ କାମ କରିବା ସତ୍ତ୍ୱେ, ଏତେ ସବୁ କରିବା ସତ୍ତ୍ୱେ ମୁଁ ରାତି ବେଳକୁ ଏତେ ହାଲିଆ ହେଇଯାଉଥିଲି, ଉପରେ ମୁଁ ଶୋଉନଥିଲି, ମୁଁ କାମ କରୁଥିଲି। କୋଉ କାମ ବି ମତେ ଦେଲେ ମୁଁ କରିବି ବୋଲିକିରି ଚଞ୍ଚା ଚୁଞ୍ଚି କି ଝାଡୁ ଫାଡୁ ସବୁ କାମ ମୁଁ କରୁଥାଏ। ଠିକ ଅଛି, ତ ସେଇ ଟାଇମରେ ମତେ ଅଡିଟୋରିୟମ ରୁମର ପୁରା ଟୋଟାଲ ଇନଚାର୍ଜ ବନେଇଦେଲେ, ଷ୍ଟୁଡେଣ୍ଟ ଇନଚାର୍ଜ ବନେଇଦେଲେ। ଆଉ ମୁଁ ସେ ଟାଇମରେ ଅଡିଟୋରିୟମ ରୁମ ଖୋଲିବା, ବନ୍ଦ କରିବା, ଦେଖିବା ସବୁ ଠିକ ଅଛି କି ନାହିଁ, ଗିଟାର ଜାଗାରେ ଠିକ ଅଛି କି ନାହିଁ, କିବୋର୍ଡ ସଫା ଅଛି କି ନାହିଁ, ଡ୍ରମ ସଫା ଅଛି କି ନାହିଁ, ଏଇ ସବୁ ବିଷୟ ମୁଁ ଦେଖୁଥିଲି। ସାଉଣ୍ଡ ସିଷ୍ଟମ ମଧ୍ୟ ମୁଁ ଦେଖୁଥିଲି। ଆଉ ଏଇ ସବୁ କାମ କରିବା ସତ୍ତ୍ୱେ ପ୍ରଭୁଙ୍କ ଦୟାରେ ଡାକୁ ଡାକୁ ପଞ୍ଚମ ମାନେ ଭଉଣୀକୁ ଜଣକୁ ଡାକିଲେ। ତାପରେ 6 ନଭେମ୍ବରରେ ପ୍ରଭୁ ମତେ ଡାକିଲେ। ପ୍ରେଜ ଦ ଲର୍ଡ। ସେମାନେ ମତେ ଡାକିଲେ, ଆଉ ମେରିଟ ସାର୍ଟିଫିକେଟ ମାନେ ଜୀବନରୁ ମୁଁ ପାଇଲି। ମୋ ଆଖିରୁ ପୁରା ଲୁହ ଝରିଗଲା କି ଏତେ ସବୁ କାମ କରିବା ସତ୍ତ୍ୱେ, ଏତେ କଠିନ ପରିଶ୍ରମ କରି ମୁଁ ଗୋଟେ ଗଧ ପିଲା ଥିଲି, ପ୍ରଭୁ ମତେ ଏଇଠି ଆଣିଲେ, ମାନେ କିଛି ମଧ୍ୟ ଜାଣିନଥିଲି। ମାତ୍ର ସେଇ ଟାଇମରେ ପ୍ରଭୁ ମତେ ଏତେ ଦୟା କଲେ, ଏତେ ଦୟା କଲେ ଯେ ମୁଁ 6th ନମ୍ବର ରାଙ୍କରେ ଆସିଲି। ଆଉ ଟପ୍ 10ରେ ମୁଁ 6 ନମ୍ବର ଆସିଲି। ଯିଏ ମତେ ତାନା ମାରୁଥିଲେ, ତୁ ପାଠ ପଢୁନୁ ତୋର କିଛି ହବନି ବୋଲି ତାନା ମାରୁଥିଲେ, ସେମାନେ 7th 8th ରାଙ୍କ ମାନଙ୍କରେ ଆସିଲେ। ମୁଁ ମାତ୍ର 6th ନମ୍ବର ରାଙ୍କକୁ ଆସିଲି। ପ୍ରଭୁ ମତେ ଦୟା କଲେ, ଆଉ ମତେ ସବୁ ମାନେ ବହୁତ ମାନେ କଂଗ୍ରାଚୁଲେଟ କଲେ। ଆଉ ମୁଁ ଭାବି ବି ନଥିଲି, ସେ ସାର୍ଟିଫିକେଟ ଆଣିବା ପାଇଁ ଗଲା ବେଳକୁ ମୁଁ କାନ୍ଦିଲି। ଆଉ ମତେ କିଛି କହିବା ପାଇଁ ମତେ କହିଲେ, ମୁଁ କହିଲି କି ମୁଁ କେବେ ମଧ୍ୟ ପ୍ରଭୁଙ୍କ ରାଜ୍ୟ ପାଇଁ କୌଣସି କାମରେ ମୁଁ
ପଛଘୁଞ୍ଚା ହେଇନାହିଁ। ଆମ ଡର୍ମିଟୋରୀର କାମ ହଉ କି ଆମ କ୍ୟାମ୍ପସର କାମ ହଉ କି ଫାର୍ମ ହାଉସର କାମ ହଉ, କଲେଜର ପ୍ରତ୍ୟେକ ପ୍ରପର୍ଟିରେ ମୁଁ ମୋର ସମୟ ଦେଇଛି। ମୁଁ ନିମ୍ନରୁ ନିମ୍ନ କାମ କଲି, ମୁଁ ଘାସ ଝିକିଲି, ମୁଁ ଝାଡୁ ମାରିଲି, ମୁଁ ପୋଛା କଲି, ମୁଁ ଚେୟାର ସଜେଇଲି, ଚେୟାର ପୋଛିଲି। ଏବେ ଆରାଧନା ହବ, ସେଥିପାଇଁ ମୁଁ ସବୁ ଇନଷ୍ଟ୍ରୁମେଣ୍ଟର କେୟାର କଲି। ଆଉ ପ୍ରଭୁ ମତେ ଦୟା କଲେ, ଆଉ ମୁଁ ପାଠ ବି ପଢିଲି। ପ୍ରଭୁ ମତେ ମେରିଟ ଲିଷ୍ଟରେ ଆଣିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ମୋ ପ୍ରିୟମାନେ, ଆମମାନଙ୍କର ନମ୍ରତା, ଆମମାନେ ଯେତେବେଳକୁ ନମ୍ର ହଉ, ପ୍ରଭୁ ଆମକୁ ଉଠେଇଥାନ୍ତି। ଆଉ ମୁଁ ଯଦିଓ ମୁଁ ପାଠ ପଢାରେ ବହୁତ ବ୍ୟାକ୍ ଥିଲି, କିନ୍ତୁ ପ୍ରଭୁ ମତେ ଶିଖେଇଲେ। ପବିତ୍ର ଆତ୍ମା ଆମର ଟିଚର ଥିଲେ, ସେ ମତେ କହୁଥିଲେ ଲମ୍ବା ଲମ୍ବା ବିଷୟ, ମାନେ ରୋମିଓ 8 ମାନେ ଘୋଷୁଥିଲୁ, ଗୀତ ସଂହିତା 91 ମାନେ ଘୋଷୁଥିଲୁ, ଆଉ ରୋମିଓ 12 ମାନେ ଘୋଷୁଥିଲୁ, ଗୀତ ସଂହିତା ମାନେ ଅନେକ ଗୀତ ମାନେ ଘୋଷୁଥିଲୁ। ଆମକୁ ଘୋଷିବାକୁ କୁହାହଉଥିଲା, ଆଉ ଘୋଷିକିରି ଲେଖିବାକୁ ପଡୁଥିଲା। ବହୁତ ପ୍ରକାର ବିଷୟ, ମାଥ୍ୟୁ 5, 6, 7 ମାନେ ଘୋଷୁଥିଲୁ ଆଉ ଲେଖୁଥିଲୁ। ଆଉ ବହୁତ ପ୍ରକାର ବିଷୟରେ ପ୍ରଭୁ ସାହାଯ୍ୟ କଲେ। ପ୍ରଭୁ ଜ୍ଞାନ ବଢେଇ ଦେଲେ, ବୁଦ୍ଧି ବଢେଇ ଦେଲେ, ଆଉ ମତେ ଲେଖିବା ପାଇଁ ସାହାଯ୍ୟ କଲେ। ଆଉ ମୁଁ 6 ନମ୍ବର ରାଙ୍କରେ ମେରିଟ ସାର୍ଟିଫିକେଟ ପାଇଲି। ପ୍ରଭୁ ଏ ସାକ୍ଷ୍ୟ ଦେଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ଏଭରିବଡି। ଥ୍ୟାଙ୍କ ୟୁ ପ୍ରଭୁ।